ମୃତ୍ୟୁ କାହା ପାଇଁ କେମିତି ଆଉ କେତେବେଳେ ଆସିବ ତାହା ପୂର୍ବାନୁମାନ କରି ହୁଏ ନାହିଁ। ଏଭଳି ଅନେକ ଘଟଣା ଆମ ଆଖପାଖରେ ଦେଖିବାକୁ ମିଳିଥାଏ ଅଥବା ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଥାଏ। ଏମିତି ଏକ ଘଟଣା ଘଟିଛି ଏକ 4 ବର୍ଷର ଶିଶୁ କ୍ଷେତ୍ରରେ। କ୍ଷଣିକ ମଧ୍ୟରେ ଶେଷ ହୋଇଯାଇଛି ହସ ଖୁସିର ମୁହୂର୍ତ୍ତ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ଥାନେ ସହରରେ। ଥାନେର ମୁମ୍ବରା ନିକଟରେ ମା ବାପାଙ୍କ ସହିତ ରହୁଥିଲେ ସାନା ଖାଁ। ବୟସ ମାତ୍ର 4 ବର୍ଷ। ମଙ୍ଗଳବାର ସେ ବଜାରରୁ ନିଜ ମାଙ୍କ ସହିତ ଚାଲି ଚାଲି ଘରକୁ ଫେରୁଥିଲେ। ଘର ନିକଟରେ ହଠାତ୍ ଏକ 5 ମାହଲା କୋଠା ଉପରୁ ଗୋଟିଏ କୁକୁର ଖସି ସାନାଙ୍କ ଉପରେ ପଡ଼ିଥିଲା। ସାନା ତଳେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କ ମା ହଠାତ୍ କିଛି ବୁଝିପାରିନଥିଲେ। ରାସ୍ତାରେ ଯାତାୟାତ କରୁଥିବା ଲୋକେ ବି କ'ଣ ଘଟିଲା କିଛି ଜାଣିପାରିନଥିଲେ। ସାନା ତଳେ ପଡ଼ିଥିଲେ। ପାଖରେ ପଡ଼ିଥିଲା ଏକ କୁକୁର। ମା ତୁରନ୍ତ ସାନାଙ୍କୁ ସେଠାରୁ ନେଇ ଡାକ୍ତରଖାନାକୁ ଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଘଟଣାସ୍ଥଳରେ କୁକୁର କିଛି ସମୟ ଧରି ପଡ଼ି ରହିଥିଲା। ପରେ କୁକୁରଟି ଧୀରେ ଧୀରେ ଉଠି ଚାଲିବାକୁ ଲାଗିଥିଲା। କୁକୁରଟି ଗୁରୁତର ଆହତ ହୋଇଥିବା ସତ୍ତ୍ୱେ ତାର ଜୀବନ ବର୍ତ୍ତିଯାଇଛି। ପୁରା ଘଟଣାର ଦୃଶ୍ୟ ନିକଟରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯାହା ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ତେବେ କୁକୁରଟି କୋଠାରୁ ଡେଇଁ ପଡ଼ିଥିଲା ନା ତାକୁ କେହି ତଳକୁ ଫିଙ୍ଗି ଦେଇଥିଲା ତାହାର ତଦନ୍ତ କରୁଛି ପୋଲିସ। ବ୍ୟୁରୋ ରିପୋର୍ଟ, ପବ୍ଲିକ ମିଡିଆ।